ଥଣ୍ଡା ଆଗକୁ ପଡୁଛି, ଆଗକୁ ପୁଣି ଲଘୁଚାପ ଆସିବାର ସମ୍ଭାବନା ରହିଛି। ସବୁ ଦୃଷ୍ଟିକୋଣରୁ ଜାଣିକି ଆମେ ଜାଣିଲା ପରେ ସେମାନଙ୍କୁ ଆଶ୍ରୟସ୍ଥଳରେ ରଖିବାର ବ୍ୟବସ୍ଥା ଆମେ କରିଛୁ ଏବଂ ସେଠି ତାଙ୍କ ସମସ୍ତ ବ୍ୟବସ୍ଥା ଖାଇବାର ରହିବାର ବ୍ୟବସ୍ଥା ମଧ୍ୟ ଆମେ କରୁଛୁ। ନିଶ୍ଚିତ ଭାବରେ ଲୋକମାନେ ଯେଉଁଭଳି ଭାବରେ ବାହାରେ ବୁଲୁଛନ୍ତି, ଥଣ୍ଡା କାକରରେ ଶୀତରେ ପଡୁଛନ୍ତି ଏବଂ ମଶା ଯେଉଁଭଳି ସଡ଼ବଳ ଆମେ ସମସ୍ତେ ଅନୁଭବ କରୁଛୁ। ତାକୁ ଜାଣିବା ପରେ ଆମେ ଆଜି ମାନ୍ୟବର ବିଧାୟକ ଏବଂ ଆମର ଜଗା ଭାଇ ଏବଂ ଅନ୍ୟାନ୍ୟ ବନ୍ଧୁମାନଙ୍କ ସାଙ୍ଗରେ ବିଏମସି କର୍ତ୍ତୃପକ୍ଷ ମଧ୍ୟ ଆମ ସାଙ୍ଗରେ ଅଛନ୍ତି। ସମସ୍ତେ ମିଶିକି ମିଳିତ ଭାବରେ ଆମେ ଆଜି ଯୋଜନା କଲୁ ଯେଉଁମାନେ ବାହାରେ ଶୋଉଛନ୍ତି, ପିଣ୍ଡିରେ ରହୁଛନ୍ତି ବା ରାସ୍ତା କଡ଼ରେ ଶୋଇଛନ୍ତି ବା ଗଛ ମୂଳରେ ଶୋଇଛନ୍ତି, ଥଣ୍ଡା ଆଗକୁ ପଡୁଛି, ଆଗକୁ ପୁଣି ଲଘୁଚାପ ଆସିବାର ସମ୍ଭାବନା ରହିଛି। ସବୁ ଦୃଷ୍ଟିକୋଣରୁ ଜାଣିକି ଆମେ ଜାଣିଲା ପରେ ସେମାନଙ୍କୁ ଆଶ୍ରୟସ୍ଥଳରେ ରଖିବାର ବ୍ୟବସ୍ଥା ଆମେ କରିଛୁ ଏବଂ ସେଠି ତାଙ୍କ ସମସ୍ତ ବ୍ୟବସ୍ଥା ଖାଇବାର ରହିବାର ବ୍ୟବସ୍ଥା ମଧ୍ୟ ଆମେ କରୁଛୁ। ରହିପାରିବେ ଏବଂ ତାଙ୍କ ଘରକୁ 2-4 ଦିନ ରହିକି ମଧ୍ୟ ଯାଇପାରିବେ। ଏ ବ୍ୟବସ୍ଥା ଆଗାମୀ ଦିନରେ ମଧ୍ୟ ଆହୁରି ଆମେ ଅଧିକରୁ ଅଧିକ ଆଶ୍ରୟସ୍ଥଳୀକୁ ବଢେଇବାକୁ ଯାଉଛୁ, ଯେଉଁମାନେ କି ଆମ ସରକାର ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ମଧ୍ୟ ଏ ସରକାରରେ କେହି ବି ବାହାରେ ନ ରୁହନ୍ତୁ ଏ ପ୍ରକାର ଯୋଜନା ଆମେ ରଖିଛୁ। ତେଣୁ ଆଶ୍ରୟସ୍ଥଳ ମଧ୍ୟ ଆଗାମୀ ଦିନରେ ଆମେ ବଢେଇବାକୁ ଯାଉଛୁ ଏବଂ ପ୍ରତ୍ୟେକ ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଏବଂ ଛକ, ଯୋଉଠି କାର ଷ୍ଟାଣ୍ଡ ଇତ୍ୟାଦି ପାଖରେ ମଧ୍ୟ ଆମେ ଏବେ ସାଇନବୋର୍ଡ କରିକି ମାରିବୁ, ଯୋଉଠିକି ଆଶ୍ରୟସ୍ଥଳର ନାମ ଏବଂ ସେଠିକାର ଯିଏ କେୟାରଟେକର ଥିବେ ତାଙ୍କ ଫୋନ ନମ୍ବର ମଧ୍ୟ ରଖିବୁ, ଯେମିତି ସହଜରେ ଲୋକ ସେ ଆଶ୍ରୟସ୍ଥଳକୁ ପହଞ୍ଚି ପାରିବେ ଏବଂ ସେଠି ରହିପାରିବେ ଏବଂ ପର ମୁହୂର୍ତ୍ତରେ ମଧ୍ୟ ସେମାନେ ଯାଇପାରିବେ ଏବଂ ସେଠି ଯେମିତି ସମସ୍ତ ସୁବିଧା ପାଇପାରିବେ ଏବଂ ପରିଷ୍କାର ପରିଚ୍ଛନ୍ନ ରହିବ ତାର ଉପରେ ମଧ୍ୟ ଆମ ସରକାର ଧ୍ୟାନ ଦେଉଛି।